नमस्कार साଙ୍ଗମାନେ जय श्री जगन्नाथ ମୁଁ ଅମୃତ ସ୍ୱାଗତ କରୁଛି ଆଜିର ମୋ ସୁଖ ଦୁଃଖ ଭରା କାହାଣୀକୁ। ଗୋଟେ ଦିନ ଅଫ୍ କରିଦେଇଥିଲି କାରଣ ରଜ ଥିଲା। ଆଉ ରଜରେ ଫାଷ୍ଟ ରଜ ଦିନ ମୋ ଦିଦି ଆସିଥିଲେ ତ ସେମାନେ ମୋ ପୁତୁରା ଦି ଜଣ ଭାଇନା ଦିଦି ସେମାନେ ଆସିଲେ ରୋଷେଇବାସରେ ପୁରା ବ୍ୟସ୍ତ ରହିଗଲି ଆଉ ଭିଡ଼ିଓ ବନେଇ ପାରିଲେନି। ସେକେଣ୍ଡ ରଜରେ ଏମିତି ଟିକେ ବୁଲାବୁଲି କଲି। ଫାଷ୍ଟ ରଜରେ ବି ବୁଲାବୁଲି କରିଥିଲି। ଆପଣମାନଙ୍କ ରଜ କେମିତି କଟିଲା ମୋତେ ପ୍ଲିଜ୍ କମେଣ୍ଟ କରିବେ। ମୋ ରଜ ବହୁତ ଭଲରେ କଟିଲା। ମୁଁ କହୁଛି ମୋ ସୁଖ ଦୁଃଖ ଭରା କାହାଣୀ। ମୁଁ ଛାଡ଼ିଥିଲି କେଉଁଠୁ ନା, ମୁଁ ଯେତେବେଳେ ଘରେ ମୋ କଥା କହିଲି ସେତେବେଳେ ମୋ ଉପରେ ବହୁତ ରାଗିଗଲେ। ତାପରେ ସେମାନେ କ'ଣ କଲେ ନା, ରାଗିଗଲେ କିନ୍ତୁ ଜାଣିପାରିଥିଲେ ଯେହେତୁ ମୁଁ ତାଙ୍କୁ ଦେଖା କରିବାକୁ ଯାଇଥିଲି, ସେମାନେ ଗୋଟେ ମାନେ ନେଗେଟିଭ୍ ୱେରେ ଭାବିଲେ କି ଇଏ ତାକୁ ଦେଖା କରିବାକୁ ଯାଇଛି ମାନେ ଆଙ୍କର ସମ୍ପର୍କ ବହୁତ ଦିନର ହେଇଥିବ ଆଉ ଆଙ୍କ ଭିତରେ ବହୁତ କିଛି ବୋଧେ ଖରାପ ସମ୍ପର୍କ ଏମାନେ ରଖିଛନ୍ତି। ତ ସେଥିପାଇଁ ସେମାନେ ମୋତେ ତାଙ୍କ ସହିତ ବାହାଘର କରିବା ପାଇଁ ରାଜି ହେଲେ। ମାନେ ବାହାଘର କରିବା ପାଇଁ ମାନେ ଫୋର୍ସଫୁଲି ସେମାନେ କଲେ। କିନ୍ତୁ ତାଙ୍କ ଆନ୍ତରିକତାର ଇଚ୍ଛା ନଥିଲା ମୋତେ ତାଙ୍କ ସହିତ ବାହାଘର କରିବା ପାଇଁ। କାରଣ ମୋ ସ୍ୱାମୀ ଘର ଟିକେ ଗରିବ ଘର, କିନ୍ତୁ ମୋ ସ୍ୱାମୀ ମୋତେ ବହୁତ ଭଲରେ ରଖିଛନ୍ତି। ଏତେ ଭଲରେ ରଖିଛନ୍ତି, ମୋ ଦିଦି ଦି ଜଣଙ୍କ ଠାରୁ ମୁଁ ବହୁତ ଭଲରେ ଅଛି, ବହୁତ ଖୁସିରେ ଅଛି। ହଁ ମାନୁଛି ମୋର ଟଙ୍କା ପଇସା ଘର ଦ୍ୱାର ତାଙ୍କ ଠାରୁ ଏତେ ଭଲ ନୁହେଁ, କିନ୍ତୁ କିନ୍ତୁ ଯାହାକୁ ମୁଁ ପାଇଛି ନା ବହୁତ 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 ଭଲ। ମୋ 16 ସୋମବାର ପୁରା ନିଷ୍ଠାର ସହିତ କରିଛି, ଭଗବାନ ମୋତେ ଦେଇଛନ୍ତି ସେ।